ଗଦାଧରଙ୍କ ଭାବକୁ ତାର ଅସାଧାରଣ ପ୍ରଣାମ। ଏପରି ଦିବସ ପକ୍ଷ ମାସ ଅତୀତ ହୋଇ ଗଦାଧର 7 ବର୍ଷ ବୟସରେ ପଦାର୍ପଣ କଲେ ଏବଂ ତାଙ୍କଠାରେ ଶୈଶବର ମାଧୁର୍ଯ୍ୟ ଘନୀଭୂତ ହୋଇ ତାଙ୍କୁ ଦିନକୁ ଦିନ ସମସ୍ତଙ୍କର ଅଧିକତର ପ୍ରିୟପାତ୍ର କରିଥିଲା। ପଲ୍ଲୀବାସିନୀ ରମଣୀଗଣ ଗୃହରୁ ସୁଖାଦି ପ୍ରସ୍ତୁତ କଲେ। ସେଥିରୁ କିଛି କିପରି ତାଙ୍କୁ ଭୋଜନ କରାଇବେ ସେ ବିଷୟ ପ୍ରଥମେ ଚିନ୍ତା କରୁଥିଲେ। ଗଦାଧରଙ୍କ ସମବୟସ୍କ ସାଙ୍ଗମାନେ ମଧ୍ୟ ନିଜ ନିଜ ଭୋଜନର ଅଂଶ ତାଙ୍କ ସହିତ ବାଣ୍ଟି ଭୋଜନ କରି ଅଧିକ ତୃପ୍ତି ବୋଧ କରୁଥିଲେ ଏବଂ ପଡ଼ୋଶୀମାନେ ସମସ୍ତେ ତାଙ୍କ ମଧୁର ବଚନ ସଙ୍ଗୀତ ବ୍ୟବହାରରେ ମୁଗ୍ଧ ହୋଇ ତାଙ୍କ ବାଳକ ସୁଲଭ ଦୌରାତ୍ମ୍ୟ ସକଳ ହୃଷ୍ଟଚିତ୍ତ ସହ୍ୟ କରୁଥିଲେ। ଏହି ସମୟର ଗୋଟିଏ ଘଟଣାରେ ବାଳକ ତାର ପିତାମାତା ତଥା ବନ୍ଧୁବର୍ଗଙ୍କୁ ବିଶେଷ ଚିନ୍ତିତ କରୁଥିଲା। ଈଶ୍ୱରଙ୍କ କୃପାରୁ ଗଦାଧର ସୁସ୍ଥ ସବଳ ଶରୀର ନେଇ ସଂସାରରେ ଜନ୍ମ ହୋଇଥିଲେ ଏବଂ ଜନ୍ମରୁ ଏପର୍ଯ୍ୟନ୍ତ ତାଙ୍କର କୌଣସି ରୋଗ ବ୍ୟାଧି ହୋଇନଥିଲା। ତେଣୁ ବାଳକ ଗଗନଚାରୀ ବିହଙ୍ଗ ସଦୃଶ ଅପୂର୍ବ ସ୍ୱାଧୀନତାର ସହିତ ପ୍ରସନ୍ନ ଚିତ୍ତରେ ଦିନ କାଟୁଥିଲା। ପିଲାଟି ଜନ୍ମ ସମୟରୁ ସେହିପରି ସ୍ୱାସ୍ଥ୍ୟବାନ ଥିଲା। ତଦୁପରି ତାର ସ୍ୱାଭାବିକ ଏକାଗ୍ର ଚିତ୍ତ ଯେତେବେଳେ କୌଣସି ବିଷୟରେ ନିବିଷ୍ଟ ହେଉଥିଲା, ସେତେବେଳେ ତାର ବାହିକ ଜ୍ଞାନ ହ୍ରାସ ହୋଇ ତାକୁ ଯେପରି ଭାବମୟ କରିଦେଉଥିଲା। ମୁକ୍ତ ପବନ, ସବୁଜ ପ୍ରାନ୍ତର, ନଦୀର ଅବିରାମ ପ୍ରବାହ, ବିହଙ୍ଗର କଳରବ, ସର୍ବୋପରି ସୁନୀଳ ଅମ୍ବର ଏବଂ ତନ୍ମଧ୍ୟଗତ ପ୍ରତିକ୍ଷଣ ପରିବର୍ତ୍ତନଶୀଳ ମେଘମାଳାର ମାୟାରାଜ୍ୟ ପ୍ରଭୃତି ଯେତେବେଳେ ଯାହା ତାକୁ ଆକୃଷ୍ଟ କରୁଥିଲା, ସେହିକ୍ଷଣି ସେଥିରେ ବାଳକ ଆତ୍ମହରା ହୋଇ ଭାବରାଜ୍ୟର କୌଣସି ଏକ ସୁଦୂର ନିଭୃତ ପ୍ରଦେଶରେ ପ୍ରବିଷ୍ଟ ହେଉଥିଲା। ବର୍ତ୍ତମାନର ଘଟଣାଟି ମଧ୍ୟ ତାର ଭାବପ୍ରବଣତାରୁ ସୃଷ୍ଟି ହୋଇଥିଲା। ପ୍ରାନ୍ତର ମଧ୍ୟରେ ଯଥେଷ୍ଟ ବୁଲୁ ବୁଲୁ ବାଳକ ଶୁଭ୍ର ମେଘମାଳା କୋଣରେ ବକଦଳଙ୍କର ଶ୍ଵେତପକ୍ଷ ବିସ୍ତାରପୂର୍ବକ ସ୍ୱାଧୀନ ପରିଭ୍ରମଣ ଦେଖି ଏତେଦୂର ତନ୍ମୟ ହୋଇଥିଲା ଯେ ତାର ନିଜ ଶରୀରର ଓ ଜାଗତିକ ଅନ୍ୟ ସମସ୍ତ ପଦାର୍ଥର ବୋଧ ସମ୍ପୂର୍ଣ୍ଣ ଲୋପ ପାଇଥିଲା ଏବଂ ଚେତାଶୂନ୍ୟ ହୋଇ ସେ ପ୍ରାନ୍ତର ମଧ୍ୟରେ ପଡ଼ିଯାଇଥିଲା। ସମବୟସ୍କ ଗଣ ତାର ଏପରି ଅବସ୍ଥା ଦେଖି ଭୟାକୁଳ ହୋଇ ତାର ପିତାମାତାଙ୍କୁ ଏ ସମ୍ବାଦ ଦେଲେ ଏବଂ ତାଙ୍କୁ ଧରାଧରି କରି ଗୃହକୁ ଉଠାଇ ଆଣିଥିଲେ। ଚେତନା ଲାଭର କିଛି ସମୟ ପରେ ହିଁ କିନ୍ତୁ ସେ ପୂର୍ବାପରି ସୁସ୍ଥ ବୋଧ କରିଥିଲା। ଏଥିରେ ଅତିମାତ୍ରାରେ ଚିନ୍ତିତ ହୋଇ ଶ୍ରୀଯୁକ୍ତ କ୍ଷୁଦିରାମ ଓ ଶ୍ରୀମତୀ ଚନ୍ଦ୍ରାଦେବୀ ଏହାର ପୁନରାବୃତ୍ତି ନ ହେବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥିଲେ। ଏକଥା କହିବା ବାହୁଲ୍ୟ। ଫଳରେ ସେମାନେ ବାଳକର ମୂର୍ଚ୍ଛା ରୋଗ ବାହାରିଛି ବୋଲି ନାନା ପ୍ରକାର ଔଷଧ ଆଦି ପ୍ରୟୋଗ ସହିତ ଶାନ୍ତି ସ୍ୱାସ୍ଥ୍ୟ ନିଧିରେ ମନୋନିବେଶ କଲେ। କିନ୍ତୁ ବାଳକ ଗଦାଧର ସେମାନଙ୍କୁ ଏ ଘଟଣା ସମ୍ବନ୍ଧରେ ବାରମ୍ବାର କହୁଥିଲେ। ତାଙ୍କର ମନ ଏକ ଅଭିନବ ଅଦୃଷ୍ଟପୂର୍ବ ଭାବରେ ସେତେବେଳେ ଲୀନ ହୋଇଥିଲା ବୋଲି ତାହାର ଏପରି ଅବସ୍ଥା ହୋଇଥିଲା ଏବଂ ବାହାରେ ଅନ୍ୟରୂପ ଦେଖାଗଲେ ମଧ୍ୟ ତାଙ୍କ ଅନ୍ତରର ସଂଜ୍ଞା ଥିଲା ଏବଂ ଏକ ଅପୂର୍ବ ଆନନ୍ଦର ବୋଧ ହେଉଥିଲା। ଯାହା ହେଉ, ତାଙ୍କର ଏପରି ଅବସ୍ଥା ଆଉ ନ ହେବାରୁ ଓ ସ୍ୱାସ୍ଥ୍ୟରେ କୌଣସି ବ୍ୟତିକ୍ରମ ଦେଖା ନ ଦେବାରୁ ଶ୍ରୀଯୁକ୍ତ କ୍ଷୁଦିରାମ ଧରିନେଲେ ଯେ ଏହା କୌଣସି ପ୍ରକାର ବାୟୁ ଦୋଷରୁ ସାମୟିକ ଭାବରେ ଉପସ୍ଥିତ ହୋଇଥିଲା। କିନ୍ତୁ ଶ୍ରୀମତୀ ଚନ୍ଦ୍ରାଦେବୀ ସ୍ଥିର କରିଥିଲେ ଯେ କୌଣସି ଉପଦେବତାର ନଜର ପଡ଼ି ପୁଅର ଏପରି ଅବସ୍ଥା ହୋଇଛି। ଏହି ଘଟଣା ପରେ ତାଙ୍କୁ କିଛି ଦିନ ପାଠଶାଳାକୁ ପଠାଯାଇ ନଥିଲା। ପାଠଶାଳା ନ ଯିବାରୁ ବାଳକଟି ପ୍ରତିଦିନ ସେମାନଙ୍କ ଘରେ ଓ ଗ୍ରାମର ସବୁ ସ୍ଥାନରେ ଯଥେଷ୍ଟ ପରିଭ୍ରମଣ କରି ପୂର୍ବ ଅପେକ୍ଷା ଅଧିକତର କ୍ରୀଡ଼ା କୌତୂହଳ ପରାୟଣ ହୋଇ ଉଠିଲେ। ରାମଚାନ୍ଦଙ୍କର ଗୃହରେ ଦୁର୍ଗାପୂଜା। ଏହିପରି ବାଳକର ବୟସ 7.5 ବର୍ଷ ଅତୀତ ହୋଇ କ୍ରମେ 1843 ଖ୍ରୀଷ୍ଟାବ୍ଦର ଶାରଦୀୟ ଦୁର୍ଗାପୂଜାର ସମୟ ଉପସ୍ଥିତ ହେଲା। ଶ୍ରୀଯୁକ୍ତ କ୍ଷୁଦିରାମଙ୍କର କୃତି ଭଣଜା ରାମଚନ୍ଦ ବନ୍ଦୋପାଧ୍ୟାୟଙ୍କର ବିଷୟ ଏହା ପୂର୍ବରୁ ଉଲ୍ଲେଖ କରାଯାଇଛି। କର୍ମସ୍ଥଳ ମେଦିନୀପୁରରେ ବର୍ଷର ଅଧିକାଂଶ ସମୟ ଅତିବାହିତ କରୁଥିଲେ ହେଁ ସୋଲାପୁର ନାମକ ଗ୍ରାମ ତାଙ୍କର ପୈତୃକ ବାସସ୍ଥାନ ଥିଲା ଏବଂ ଏ ଗ୍ରାମରେ ତାଙ୍କର ପରିବାରବର୍ଗ ବାସ କରୁଥିଲେ। ଶ୍ରୀଯୁକ୍ତ ରାମଚନ୍ଦ ପ୍ରତିବର୍ଷ ତାଙ୍କ ଗ୍ରାମରେ ଶାରଦୀୟ ମହାପୂଜା ଅନୁଷ୍ଠାନରେ ଅନେକ ଅର୍ଥ ବ୍ୟୟ କରୁଥିଲେ। ହୃଦୟରାମଙ୍କଠାରୁ ଶୁଣାଯାଏ ପୂଜା ସମୟରେ ରାମଚନ୍ଦଙ୍କର ସୋଲାପୁରସ୍ଥିତ ଭବନ 8 ଦିନ ପର୍ଯ୍ୟନ୍ତ ବାଦ୍ୟଗୀତରେ ମୁଖରିତ ହେଉଥିଲା ଏବଂ ଏ ସମୟରେ ବ୍ରାହ୍ମଣ ଭୋଜନ, ପଣ୍ଡିତ ବିଦାୟ, ଦରିଦ୍ର ଭୋଜନ ଓ ସେମାନଙ୍କୁ ବସ୍ତ୍ରଦାନ ପ୍ରଭୃତି କାର୍ଯ୍ୟରେ ସେଠାରେ ଆନନ୍ଦର ସ୍ରୋତ ନିରନ୍ତର ପ୍ରବାହିତ ହେଉଥିଲା। ଏହା ଉପଲକ୍ଷେ ଶ୍ରୀଯୁକ୍ତ ରାମଚନ୍ଦ ତାଙ୍କର ପରମ ଶ୍ରଦ୍ଧାସ୍ପଦ ମାତୁଳଙ୍କୁ ନିଜ ଗୃହକୁ ନେଇଯାଇ ତାଙ୍କ ସହିତ କିଛି ଦିନ ଆନନ୍ଦରେ ଅତିବାହିତ କରୁଥିଲେ। ଏହି ବର୍ଷ ମଧ୍ୟ ଶ୍ରୀଯୁକ୍ତ କ୍ଷୁଦିରାମ ଓ ତାଙ୍କର ପରିବାରବର୍ଗ ପୂର୍ବପରି ରାମଚନ୍ଦଙ୍କର ସାଦର ନିମନ୍ତ୍ରଣ ଯଥା ସମୟରେ ପ୍ରାପ୍ତ ହୋଇଥିଲେ। କ୍ଷୁଦିରାମ ଓ ରାମକୁମାରଙ୍କର ରାମଚନ୍ଦଙ୍କ ଗୃହକୁ ଆଗମନ। ଶ୍ରୀଯୁକ୍ତ କ୍ଷୁଦିରାମଙ୍କ ବୟସ ସେତେବେଳେ ପ୍ରାୟ 68 ବର୍ଷ ଅତିକ୍ରମ କରିବା ଉପରେ। କିଛିଦିନ ପୂର୍ବରୁ ମଝିରେ ଅଜୀର୍ଣ୍ଣ ଓ ଗ୍ରହଣୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ଶରୀର ବର୍ତ୍ତମାନ ବଳହୀନ ହୋଇପଡ଼ିଥିଲା।
ତେଣୁ ସେ ତାଙ୍କର ଅତି ପ୍ରିୟ ଭଣଜାର ସାଦର ଆମନ୍ତ୍ରଣରେ ତାଙ୍କ ଘରକୁ ଯିବାର ପ୍ରବଳ ଇଚ୍ଛା ସତ୍ତ୍ୱେ ଯୁଦ୍ଧାଗ୍ରସ୍ତ ଥିଲେ। ନିଜର ଦରିଦ୍ର କୁଟୀର ଏବଂ ପରିବାର ବର୍ଗଙ୍କୁ ବିଶେଷ କରି ଗଦାଧରଙ୍କୁ କେତେଦିନ ପାଇଁ ଛାଡ଼ିଯିବାକୁ ତାଙ୍କର ଅନ୍ତର ମଧ୍ୟରୁ ଏକ କାରଣ ଶୂନ୍ୟ ପ୍ରବଳ ଅନିଚ୍ଛା ଅନୁଭବ କରିବାକୁ ଲାଗିଲେ। ପୁଣି ଭାବିଲେ ତାଙ୍କ ଶରୀର ଯେପରି ଦୁର୍ବଳ ହୋଇପଡ଼ୁଛି, ଯଦି ସେ ଏ ବର୍ଷ ସେଠାକୁ ନ ଯାଆନ୍ତି ତାହେଲେ ପୁଣି ଆଉ କେବେ ଯାଇପାରିବେ କି ନାହିଁ ତାହା କିଏ କହିବ। ତେଣୁ ସ୍ଥିର କଲେ ସେ ଗଦାଧରଙ୍କୁ ସାଙ୍ଗରେ ନେଇ ଯିବେ। ପର ମୁହୂର୍ତ୍ତରେ ଭାବିଲେ ଯଦି ଗଦାଧର ଏକୁଟିଆ ଯାଏ ତେବେ ଶ୍ରୀମତୀ ଚନ୍ଦ୍ରା ବିଶେଷ ଉଦ୍ବିଗ୍ନ ହେବେ। ଅଗତ୍ୟା ଜ୍ୟେଷ୍ଠ ପୁତ୍ର ରାମକୁମାରଙ୍କୁ ସାଙ୍ଗରେ ନେଇ ପୂଜାର କେତେଦିନ ରାମଚନ୍ଦ୍ରଙ୍କ ସହିତ ରହି ପୁଣି ଫେରି ଆସିବେ। ଏହା ସ୍ଥିର କରି ରଘୁବୀରଙ୍କୁ ପ୍ରଣାମପୂର୍ବକ ସମସ୍ତଙ୍କଠାରୁ ବିଦାୟ ନେଲେ ଏବଂ ଯିବା ସମୟରେ ଗଦାଧରଙ୍କ ମୁଖ ଚୁମ୍ବନ କରି ସେ ପୂଜାର କିଛିଦିନ ପୂର୍ବରୁ ଶ୍ରୀରାମପୁର ଯାତ୍ରା କଲେ। ରାମଚନ୍ଦ୍ର ପୂଜନୀୟ ମାତୁଳ ଭ୍ରାତା ରାମକୁମାରଙ୍କୁ ନିକଟରେ ପାଇ ବିଶେଷ ଆନନ୍ଦିତ ହେଲେ। କ୍ଷୁଦିରାମଙ୍କ ବ୍ୟାଧି ଓ ଦେହତ୍ୟାଗ। ସେଠାରେ ପହଞ୍ଚିବା ପରେ ଶ୍ରୀଯୁକ୍ତ କ୍ଷୁଦିରାମଙ୍କର ଗ୍ରହଣୀ ରୋଗ ପୁନରାୟ ଦେଖାଦେବାରୁ ତାଙ୍କର ଚିକିତ୍ସା କରାଗଲା। ଷଷ୍ଠୀ, ସପ୍ତମୀ ଓ ଅଷ୍ଟମୀ ଦିନେ ଦିନ ମହାଆନନ୍ଦରେ କଟିଗଲା। ମାତ୍ର ନବମୀ ଦିନ ଆନନ୍ଦ ମଧ୍ୟରେ ନିରାନନ୍ଦ ଉପସ୍ଥିତ ହେଲା। ଶ୍ରୀଯୁକ୍ତ କ୍ଷୁଦିରାମଙ୍କ ବ୍ୟାଧି ପ୍ରବଳ ଭାବ ଧାରଣ କଲା। ରାମଚନ୍ଦ୍ର ଉପଯୁକ୍ତ ବୈଦ୍ୟଗଣଙ୍କୁ ଆଣି ଭଗିନୀ ହେମାଙ୍ଗିନୀ ଓ ରାମକୁମାରଙ୍କ ସାହାଯ୍ୟରେ ତାଙ୍କର ସେବା ସଯତ୍ନରେ କରିବାକୁ ଲାଗିଲେ। ମାତ୍ର ଯେତେ ଯାହା କଲେ ମଧ୍ୟ ରୋଗ ଉପଶମର କୌଣସି ଲକ୍ଷଣ ଦେଖାଦେଲା ନାହିଁ। ନବମୀ ଦିନଟି କୌଣସି ପ୍ରକାର କଟିଯାଇ ହିନ୍ଦୁମାନଙ୍କର ପବିତ୍ର ସମ୍ମିଳନୀ ଦିନ ବିଜୟାଦଶମୀ ସମାଗତ ହେଲା। ଶ୍ରୀଯୁକ୍ତ କ୍ଷୁଦିରାମ ଏପରି ଦୁର୍ବଳ ହୋଇ ପଡ଼ିଲେ ଯେ ତାଙ୍କ ପକ୍ଷରେ କଥା କହିବା ମଧ୍ୟ ଅତ୍ୟନ୍ତ କଷ୍ଟକର ହେଲା। କ୍ରମେ ଅପରାହ୍ନ ସମାଗତ ହେଲା। ରାମଚନ୍ଦ୍ର ପ୍ରତିମା ବିସର୍ଜନ କରି ଶୀଘ୍ର ମାତୁଳଙ୍କ ନିକଟରେ ଉପସ୍ଥିତ ହୋଇ ଦେଖିଲେ ତାଙ୍କର ଅନ୍ତିମ କାଳ ଉପସ୍ଥିତ ପ୍ରାୟ। ସେ ପଚାରି ବୁଝିଲେ ଶ୍ରୀଯୁକ୍ତ କ୍ଷୁଦିରାମ ଅନେକ ସମୟ ଧରି ନିର୍ବାକ ଓ ଚେତାଶୂନ୍ୟ ହୋଇ ପଡ଼ି ରହିଛନ୍ତି। ସେତେବେଳେ ରାମଚନ୍ଦ୍ର କାନ୍ଦି କାନ୍ଦି ତାଙ୍କୁ କହିଲେ, ମାମୁଁ, ତୁମେ ଯେ ସର୍ବଦା ରଘୁବୀର କହୁଥାଅ, ଏବେ ସେପରି କହୁନାହ କାହିଁକି? ଏହି ନାମ ଶ୍ରବଣ କରିବା ମାତ୍ରେ ହଠାତ୍ ଶ୍ରୀଯୁକ୍ତ କ୍ଷୁଦିରାମଙ୍କର ଚେତା ଫେରି ଆସିଲା। ସେ ଥରି କ୍ଷୀଣ କଣ୍ଠରେ ଧୀରେ ଧୀରେ କହିଲେ, କିଏ ରାମଚନ୍ଦ୍ର, ପ୍ରତିମା ବିସର୍ଜନ କରି ଆସିଲ? ତେବେ ମୋତେ ଟିକିଏ ବସାଇ ଦିଅ। ତେଣୁ ରାମଚନ୍ଦ୍ର, ହେମାଙ୍ଗିନୀ ଓ ରାମକୁମାର ତାଙ୍କୁ ଧରାଧରି କରି ଅତି ସତର୍କତାର ସହିତ ବିଛଣାରେ ବସାଇ ଦେଲା ମାତ୍ରେ ସେ ଗୁରୁ ଗମ୍ଭୀର ସ୍ୱରରେ 3 ଥର ରଘୁବୀରଙ୍କ ନାମ ଉଚ୍ଚାରଣ ପୂର୍ବକ ଶରୀର ତ୍ୟାଗ କଲେ। ବିନ୍ଦୁ ସିନ୍ଧୁରେ ମିଳିତ ହେଲା। ରଘୁବୀର ଭକ୍ତଙ୍କର ପୃଥକ ଜୀବନ ବିନ୍ଦୁଟିକୁ ନିଜ ଅନ୍ତର ମଧ୍ୟରେ ସମ୍ମିଳିତ କରି ତାଙ୍କୁ ଅମର ଓ ପୂର୍ଣ୍ଣ ଶାନ୍ତିର ଅଧିକାର କରିଦେଲେ। ପରେ ଗଭୀର ରାତ୍ରରେ ଉଚ୍ଚ ସଂକୀର୍ତ୍ତନରେ ଗ୍ରାମଟି ମୁଖରିତ ହେଲା ଏବଂ ଶ୍ରୀଯୁକ୍ତ କ୍ଷୁଦିରାମଙ୍କ ମରଶରୀର ସଂସ୍କାର କାର୍ଯ୍ୟ ନଦୀକୂଳରେ ସମ୍ପାଦିତ ହେଲା। ପରଦିନ ଉକ୍ତ ସମ୍ବାଦ ପହଞ୍ଚିବା ମାତ୍ରେ କାମରପୁକୁରର ଆନନ୍ଦଧାମ ନିରାନନ୍ଦରେ ପୂର୍ଣ୍ଣ ହେଲା। ଅନନ୍ତର ଅଶୌଚାନ୍ତେ ଶ୍ରୀଯୁକ୍ତ ରାମକୁମାର ଶାସ୍ତ୍ରବିଧିନୁସାରେ ବୃଷଚ୍ଛରୁଗ ଓ ଅନେକ ବ୍ରାହ୍ମଣ ଭୋଜନ କରାଇ ପିତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପୂର୍ଣ୍ଣ କଲେ। ଶୁଣାଯାଏ ଶ୍ରୀଯୁକ୍ତ ରାମଚନ୍ଦ୍ର ମାମୁଙ୍କର ଶ୍ରାଦ୍ଧ କ୍ରିୟା ନିମିତ୍ତ 500 ଟଙ୍କା ସାହାଯ୍ୟ କରିଥିଲେ। ଗଦାଧରଙ୍କର କିଶୋର ଅବସ୍ଥା। କ୍ଷୁଦିରାମଙ୍କ ମୃତ୍ୟୁ ଯୋଗୁଁ ତାଙ୍କ ପରିବାରବର୍ଗଙ୍କ ଜୀବନରେ ଯେଉଁ ସମସ୍ତ ପରିବର୍ତ୍ତନ ଉପସ୍ଥିତ ହେଲା, ଶ୍ରୀଯୁକ୍ତ କ୍ଷୁଦିରାମଙ୍କର ଦେହାନ୍ତରେ ତାଙ୍କର ପରିବାରବର୍ଗଙ୍କ ଜୀବନରେ ବିଶେଷ ପରିବର୍ତ୍ତନ ଉପସ୍ଥିତ ହେଲା। ବିଧାତାଙ୍କ ବିଧାନରେ ଶ୍ରୀମତୀ ଚନ୍ଦ୍ରା ଦୀର୍ଘ 44 ବର୍ଷ ଧରି ସୁଖ ଦୁଃଖରେ ତାଙ୍କୁ ଜୀବନସାଥୀ ରୂପେ ପାଇଥିଲେ। ତେଣୁ ତାଙ୍କୁ ହରାଇ ସେ ଜଗତକୁ ଶୂନ୍ୟ ଦେଖିବେ ଓ ପ୍ରାଣରେ ଏକ ଚିରସ୍ଥାୟୀ ଅଭାବ ପ୍ରତିକ୍ଷଣ ଅନୁଭବ କରିବେ, ଏକଥା କହିବା ଅନାବଶ୍ୟକ। ସୁତରାଂ ଶ୍ରୀ ଶ୍ରୀ ରଘୁବୀରଙ୍କ ପାଦପଦ୍ମରେ ଶରଣ ଗ୍ରହଣରେ ଚିର ଅଭ୍ୟସ୍ତ ତାଙ୍କ ମନର ଗତି ଏବେ ସଂସାର ଛାଡ଼ି ସେହି ଦିଗରେ ନିରନ୍ତର ପ୍ରବାହିତ ହେଲା। କିନ୍ତୁ ମନ ଛାଡ଼ିଲେ କ'ଣ ହେବ? ଯେପର୍ଯ୍ୟନ୍ତ କାଳ ନ ପୂରିଛି ସେ ପର୍ଯ୍ୟନ୍ତ ସଂସାର ତାଙ୍କୁ ଛାଡ଼ିବ କିପରି? 7 ବର୍ଷର ପୁତ୍ର ଗଦାଧର ଓ 4 ବର୍ଷର କନ୍ୟା ସର୍ବମଙ୍ଗଳାର ଚିନ୍ତା ତାଙ୍କ ଅନ୍ତରରେ ଉଦ୍ରେକ ହୋଇ ପୁନଶ୍ଚ ସଂସାର ତାଙ୍କୁ ଦୈନନ୍ଦିନ ଜୀବନର ସୁଖ ଦୁଃଖ ମଧ୍ୟକୁ ଧୀରେ ଧୀରେ ଫେରାଇ ଆଣିବାକୁ ଲାଗିଲା। ସୁତରାଂ ରଘୁବୀରଙ୍କ ସେବା ସହିତ କନିଷ୍ଠ ପୁତ୍ରକନ୍ୟାଙ୍କ ପାଳନରେ ନିଯୁକ୍ତା ଶ୍ରୀମତୀ ଚନ୍ଦ୍ରାଙ୍କର ଦୁଃଖର ଦିନଗୁଡ଼ିକ କୌଣସି ପ୍ରକାର କଟିବାକୁ ଲାଗିଲା। ଅନ୍ୟ ଦିଗରେ ପିତୃବତ୍ସଳ ରାମକୁମାରଙ୍କ କାନ୍ଧରେ ଏବେ ସଂସାରର ସମସ୍ତ ଭାର ପଡ଼ିବାରୁ ତାଙ୍କୁ ବୃଥା ଶୋକାନଳରେ କାଳକ୍ଷେପଣ କରିବାକୁ ଅବସର ମିଳିଲା ନାହିଁ। ଶୋକାତୁର ଜନନୀ ଓ ତରୁଣ ବୟସ୍କ ଭ୍ରାତା ଓ ଭଉଣୀ ଯେପରି କୌଣସି ପ୍ରକାର ଅଭାବଗ୍ରସ୍ତ ହୋଇ କଷ୍ଟ ନ ପାଆନ୍ତି, 8-10 ବର୍ଷୀୟ ମଧ୍ୟଭ୍ରାତା ରାମେଶ୍ୱର ଯେପରି ଶ୍ରୁତି ଓ ଜ୍ୟୋତିଷଶାସ୍ତ୍ର ଅଧ୍ୟୟନ ଶେଷ କରି ଉପାର୍ଜନକ୍ଷମ ହୋଇ ସଂସାରରେ ସାହାଯ୍ୟ କରିପାରେ ଏବଂ ସେ ସ୍ୱୟଂ ପୂର୍ବାପେକ୍ଷା କିପରି ଅଧିକ ଆୟ ବ୍ୟୟ କରି ସଂସାରରୁ ଉନ୍ନତି ସାଧନ କରିବେ, ଏ ସମସ୍ତ ବିଷୟରେ ବିଶେଷ ଚିନ୍ତା ଓ
ଓ କାର୍ଯ୍ୟରେ ବ୍ୟାପୃତ ରହି ତାଙ୍କର ଦିନ କଟିବାକୁ ଲାଗିଲା। ତାଙ୍କର କର୍ମକୁଶଳା ଗୃହିଣୀ ମଧ୍ୟ ଚନ୍ଦ୍ରାଦେବୀଙ୍କର ଅବସ୍ଥା ହୃଦୟଙ୍ଗମ କରି ପରିବାର ବର୍ଗଙ୍କ ନିମନ୍ତେ ଆହାର ଆଦି ଅନ୍ୟାନ୍ୟ ଗୃହକର୍ମର ଅଧିକାଂଶ ଭାର ଗ୍ରହଣ କଲେ। ଏହି ଘଟଣାରେ ଗଦାଧରଙ୍କ ମନର ଅବସ୍ଥା। ପଣ୍ଡିତ ବ୍ୟକ୍ତିମାନେ କହନ୍ତି, ଶୈଶବରେ ମାତୃ ବିୟୋଗ, କିଶୋରାବସ୍ଥାରେ ପିତୃ ବିୟୋଗ ଓ ଯୌବନରେ ସ୍ତ୍ରୀ ବିୟୋଗ ଜୀବନରେ ଯେତେ ଅଭାବ ପହଞ୍ଚାଇଥାଏ, ସେତେ ବୋଧହୁଏ ଅନ୍ୟ କୌଣସି ଘଟଣା ହୋଇନଥାଏ। ମାତାଙ୍କର ଆଦର ଯତ୍ନ ହିଁ ଶୈଶବର ପ୍ରଧାନ ଅବଲମ୍ବନ ଥାଏ। ସେଥିପାଇଁ ଏ ସମୟରେ ପିତୃବିୟୋଗର ଅଭାବ ଶିଶୁକୁ ଉପଲବ୍ଧି ହୋଇନଥାଏ। କିନ୍ତୁ ବୁଦ୍ଧିର ଉନ୍ମେଷ ସହିତ କିଶୋରାବସ୍ଥାରେ ଉପସ୍ଥିତ ହୋଇ ସେହି ଶିଶୁ ପିତାଙ୍କର ଯେଉଁ ଅମୂଲ୍ୟ ସ୍ନେହର ପରିଚୟ ଲାଭ କରିଥାଏ, ସ୍ନେହମୟୀ ଜନନୀ ଯେଉଁ ସବୁ ଅଭାବ ପୂର୍ଣ୍ଣ କରିବାର ଅସମର୍ଥ, ପିତାଙ୍କ ଦ୍ୱାରା ସେହି ସମସ୍ତ ଅଭାବ ମୋଚିତ ହୋଇ ତାହାର ହୃଦୟ ସେତେବେଳେ ତାଙ୍କ ପ୍ରତି ଆକୃଷ୍ଟ ହେବାକୁ ଆରମ୍ଭ କରେ। ସୁତରାଂ ସେ ସମୟରେ ପିତୃବିୟୋଗ ଉପସ୍ଥିତ ହେଲେ ତାହାର ଜୀବନରେ ଅଭାବର ପରିସୀମା ରହେ ନାହିଁ। ପିତୃବିୟୋଗ ଯୋଗୁଁ ଗଦାଧରଙ୍କର ଏପରି ହୋଇଥିଲା। ପ୍ରତିଦିନ ନାନା ପ୍ରକାର ଛୋଟ ଛୋଟ ଘଟଣା ତାଙ୍କୁ ଆଚ୍ଛାଦିତ କରୁଥିଲା। କିନ୍ତୁ ତାଙ୍କ ହୃଦୟ ବୁଦ୍ଧି ଏ ବୟସରୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ପରିପକ୍ୱ ହୋଇଥିବାରୁ ମା'ଙ୍କ ମୁହଁକୁ ଚାହିଁ ସେ ଏକଥା କେବେ ହେଲେ ବାହାରେ ପ୍ରକାଶ କରୁନଥିଲେ। ସମସ୍ତେ ଦେଖୁଥିଲେ, ବାଳକ ପୂର୍ବାପରି ସର୍ବଦା ଆନନ୍ଦରେ ହସ କୌତୁକରେ ସମୟ ଅତିବାହିତ କରୁଛି। ଭୂତିର ଖାଲିର ଶ୍ମଶାନ, ମାଣିକ ରାଜାଙ୍କର ଆମ୍ବ ବଗିଚା ପ୍ରଭୃତି ଜନଶୂନ୍ୟ ସ୍ଥାନମାନଙ୍କରେ କେବେ କେବେ ତାଙ୍କୁ ଏକାକୀ ବୁଲୁଥିବାର ଦେଖିଲେ ହେଁ ବାଳକ ସୁଲଭ ଚପଳତା ବ୍ୟତୀତ ଅନ୍ୟ କୌଣସି କାରଣରୁ ସେ ସେଠାରେ ଉପସ୍ଥିତ ହୋଇଛନ୍ତି, ଏକଥା କାହାରି ମନରେ ଆସୁନଥିଲା। ବାଳକ କିନ୍ତୁ ଏବେଠାରୁ ଚିନ୍ତାଶୀଳ ଓ ନିର୍ଜନପ୍ରିୟ ହୋଇ ସଂସାରର ସମସ୍ତ ବ୍ୟକ୍ତିଙ୍କୁ ଚିନ୍ତାର ବିଷୟ କରି ସେମାନଙ୍କର ଆଚରଣ ତନ୍ନ ତନ୍ନ କରି ଲକ୍ଷ୍ୟ କରିବାକୁ ଲାଗିଲେ। ଚନ୍ଦ୍ରାଦେବୀଙ୍କ ପ୍ରତି ଗଦାଧରଙ୍କର ବର୍ତ୍ତମାନ ଆଚରଣ। ସମ୍ଭାବପନ୍ନ ଅଭାବ ଦ୍ୱାରା ମନୁଷ୍ୟ ପରସ୍ପର ପ୍ରତି ଆକୃଷ୍ଟ ହୋଇଥାନ୍ତି। ବୋଧହୁଏ ସେଥିପାଇଁ ବାଳକ ତାହାର ମାତାଙ୍କ ପ୍ରତି ଏ ସମୟରେ ବିଶେଷ ଆକର୍ଷଣ ଅନୁଭବ କଲା। ସେ ପୂର୍ବାପେକ୍ଷା ଏବେ ତାଙ୍କ ନିକଟରେ ବେଶୀ ସମୟ ରହି ଦେବତାଙ୍କ ସେବାରେ ଓ ଗୃହକର୍ମରେ ମା'ଙ୍କୁ ଯଥାସାଧ୍ୟ ସାହାଯ୍ୟ କରି ଆନନ୍ଦ ଅନୁଭବ କରିବାକୁ ଲାଗିଲେ। ସେ ପାଖରେ ରହିଥିଲେ ମା ତାଙ୍କ ନିଜ ଜୀବନର ଅଭାବତ ଅଧିକାଂଶରେ ଭୁଲି ରହନ୍ତି, ଏକଥା ଲକ୍ଷ୍ୟ କରିବାକୁ ପିଲାଟିକୁ ବେଶୀ ସମୟ ଲାଗିନଥିଲା। ମାତାଙ୍କ ପ୍ରତି ଏବେ ପିଲାଟିର ଆଚରଣ କିଛିଟା ଭିନ୍ନ ଆକାର ଧାରଣ କରିଥିଲା। କାରଣ ପିତାଙ୍କର ମୃତ୍ୟୁ ପରେ ସେ କେବେ କୌଣସି ଜିନିଷ ପାଇ ଚନ୍ଦ୍ରାଦେବୀଙ୍କ ପାଖରେ ପୂର୍ବପରି ଅଳି କରୁନଥିଲା। ସେ ବୁଝିପାରିଥିଲା, ଯଦି ତାର ମା ସେ ମାଗିଥିବା ପଦାର୍ଥ ଦେଇ ନ ପାରିବେ, ତେବେ ତାଙ୍କର ଶୋକ ବର୍ଦ୍ଧିତ ହୋଇ ତାଙ୍କୁ ବିଶେଷ କଷ୍ଟ ହେବ। ଫଳରେ ପିତୃବିୟୋଗ ପରେ ମା'ଙ୍କୁ ସର୍ବଦା ରକ୍ଷା କରିବାର ଭାବ ତାଙ୍କ ହୃଦୟରେ ଜାଗରିତ ହୋଇ ଉଠୁଥିଲା। ଗଦାଧରଙ୍କର ଏହି ସମୟରେ ଚେଷ୍ଟା ଓ ସାଧୁମାନଙ୍କ ସହିତ ମିଳନ। ପୂର୍ବପରି ଗଦାଧର ପାଠଶାଳା ଯାଇ ବିଦ୍ୟାଭ୍ୟାସ କରିବାକୁ ଲାଗିଲେ। କିନ୍ତୁ ପୁରାଣ କଥା ଓ ଯାତ୍ରା ସଙ୍ଗୀତ ଶ୍ରବଣ କରିବା ଓ ଦେବାଦେବୀଙ୍କର ମୂର୍ତ୍ତି ଗଢ଼ିବା ତାଙ୍କ ପାଇଁ ବର୍ତ୍ତମାନ ଅଧିକତର ପ୍ରିୟ ହୋଇ ଉଠିଲା। ଏ ସମସ୍ତ ବିଷୟରେ ନିଯୁକ୍ତ ରହିଲେ ପିତାଙ୍କର ଅଭାବବୋଧ ଅନେକାଂଶରେ ବିସ୍ମୃତ ହୋଇଯାଏ ବୋଲି ବୋଧହୁଏ ସେ ଏବେ ଏଗୁଡ଼ିକୁ ବିଶେଷ ରୂପରେ ଅବଲମ୍ବନ କରିଥିଲେ। ବାଳକର ଅସାଧାରଣ ସ୍ୱଭାବ ତାକୁ ଏ ସମୟରେ ଅନ୍ୟ ଏକ ଅଭିନବ ବିଷୟରେ ପ୍ରବୃତ୍ତ କରିଥିଲା। ଗ୍ରାମର ଅଗ୍ନିକୋଣରେ ପୁରୀ ଯିବାର ରାସ୍ତା ଉପରେ ଜମିଦାର ଲାହାବାବୁ ଯାତ୍ରୀମାନଙ୍କ ସୁବିଧା ପାଇଁ ଗୋଟିଏ ପାନ୍ଥନିବାସ ପ୍ରତିଷ୍ଠା କରିଥିଲେ। ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଯିବା ସମୟରେ ଏବଂ ସେଠାରୁ ଫେରିବା ସମୟରେ ସାଧୁ ବୈରାଗୀମାନେ ଅନେକ ସମୟ ଏହି ପାନ୍ଥନିବାସରେ ଆଶ୍ରୟ ଗ୍ରହଣ କରି ଗ୍ରାମକୁ ପ୍ରବେଶ କରି ଭିକ୍ଷା ସଂଗ୍ରହ କରୁଥିଲେ। ଗଦାଧର ସଂସାରର ଅନିତ୍ୟତା କଥା ଏହା ପୂର୍ବରୁ ଶ୍ରବଣ କରିଥିଲେ ଏବଂ ପିତାଙ୍କର ମୃତ୍ୟୁ ପରେ ଏ ବିଷୟରେ ସାକ୍ଷାତ ପରିଚୟ ମଧ୍ୟ ଲାଭ କରିଥିଲେ। ସାଧୁ ବୈରାଗୀମାନେ ଅନିତ୍ୟ ସଂସାର ପରିତ୍ୟାଗ ପୂର୍ବକ ଶ୍ରୀ ଭଗବାନଙ୍କ ଦର୍ଶନାକାଂକ୍ଷୀ ହୋଇ କାଳଯାପନ କରନ୍ତି ଏବଂ ସାଧୁଙ୍କର ମାନବକୁ ଚରମ ଶାନ୍ତି ପ୍ରଦାନରେ କୃତାର୍ଥ କରେ। ପୁରାଣରୁ ଏକଥା ଜାଣି ବାଳକ ସାଧୁମାନଙ୍କ ସହିତ ପରିଚିତ ହେବା ଆଶାରେ ଉକ୍ତ ପାନ୍ଥନିବାସକୁ ଏବେଠାରୁ ବେଳେବେଳେ ଯିବା ଆସିବା କରିବାକୁ ଲାଗିଲା। ପ୍ରାତଃ ଓ ସନ୍ଧ୍ୟା ସମୟରେ ଧ୍ୱନି ମଧ୍ୟଗତ ପବିତ୍ର ଉଜ୍ଜ୍ୱଳ ଅଗ୍ନି ସମ୍ମୁଖରେ ସେମାନେ କିପରି ଭଗବାନଙ୍କ ଧ୍ୟାନରେ ନିମଗ୍ନ ହୁଅନ୍ତି, ଭିକ୍ଷାଲବ୍ଧ ସାମାନ୍ୟ ଆହାର ନିଜର ଇଷ୍ଟଦେବତାଙ୍କୁ ନିବେଦନ ପୂର୍ବକ ସେମାନେ କିପରି ସନ୍ତୁଷ୍ଟ ଚିତ୍ତରେ ପ୍ରସାଦ ଗ୍ରହଣ କରନ୍ତି, ବ୍ୟାଧିର ପ୍ରବଳ ପ୍ରକୋପରେ ପଡ଼ି ମଧ୍ୟ କିପରି ଭାବରେ ସେମାନେ ଶ୍ରୀ ଭଗବାନଙ୍କର ଶରଣାଗତ ହୋଇ ଏହାକୁ ଅକାତରେ ସହ୍ୟ କରିବାକୁ ଚେଷ୍ଟା କରନ୍ତି, ନିଜର ବିଶେଷ ପ୍ରୟୋଜନ ସିଦ୍ଧି ନିମିତ୍ତ ସେମାନେ ଯେପରି କାହାକୁ ଉଦ୍ବିଗ୍ନ କରିବାକୁ ପରାମୁଖ ହୋଇଥାନ୍ତି ଏବଂ ସାଧୁମାନଙ୍କ ପରି ବେଶଭୂଷା ଧରି ଭଣ୍ଡ ବ୍ୟକ୍ତିଗଣ କେଉଁ ଭାବରେ ସର୍ବପ୍ରକାର ସଦାଚାର ବିପରୀତ ଆଚରଣ କରି ସ୍ୱାର୍ଥ ସୁଖ ସାଧନ ନିମିତ୍ତ ଜୀବନ ଧାରଣ କରନ୍ତି, ଏ ସମସ୍ତ ବିଷୟ ବାଳକର ଏବେ ଅବସର କାଳରେ ଲକ୍ଷ୍ୟ କରିବାର ବିଷୟ ହେଲା। କ୍ରମେ ସେ ଯଥାର୍ଥ ସାଧୁଗଣଙ୍କୁ ଦେଖିଲେ ରନ୍ଧନାଦି ନିମିତ୍ତ କାଷ୍ଠ ସଂଗ୍ରହ,
ପାନୀୟ ଜଳ ଆନୟନ ପ୍ରଭୃତି କ୍ଷୁଦ୍ର କ୍ଷୁଦ୍ର କାର୍ଯ୍ୟରେ ସାହାଯ୍ୟ କରି ସେମାନଙ୍କ ସହିତ ଘନିଷ୍ଠ ଭାବରେ ମିଶିବାକୁ ଲାଗିଲେ। ସେମାନେ ମଧ୍ୟ ପ୍ରିୟଦର୍ଶନ ବାଳକର ମଧୁର ଆଚରଣରେ ପରିତୃପ୍ତ ହୋଇ ତାକୁ ଭଗବାନଙ୍କର ଭଜନ ଶିଖାଇ ନାନା ଭାବରେ ସଦୁପଦେଶ ପ୍ରଦାନ କରି ଏବଂ ପ୍ରସାଦୀ ବିଜ୍ଞାନରୁ କିଛି ଅଂଶ ଦେଇ ତା ସହିତ ଏକତ୍ର ଭୋଜନ କରି ଆନନ୍ଦ ଅନୁଭବ କରିବାକୁ ଲାଗିଲେ।